पाकिस्तान स्थित आतंकवादी संगठन लश्कर ए तोयबा नुआ षड्यंत्र सामनाକୁ ଆସିছে। ଏହି କୁଖ୍ୟାତ ଆତଙ୍କବାଦୀ ସଂଗଠନ କେବଳ ଅସ୍ତ୍ରଶସ୍ତ୍ର ସଂଗ୍ରହରେ ନିୟୋଜିତ ନାହିଁ, ବରଂ ଆତଙ୍କୀଙ୍କୁ ଶାରୀରିକ ଏବଂ ବୈଷୟିକ ତାଲିମ ପ୍ରଦାନ କରୁଛି। ଲସ୍କରର କଥିତ ରାଜନୈତିକ ଶାଖା ପାକିସ୍ତାନ ମର୍କଜି ମୁସଲିମ ଲିଗ୍ ବ୍ୟାନର ତଳେ ଅନେକ ସହରରେ ଯୁବକମାନଙ୍କ ପାଇଁ ବିଭିନ୍ନ ତାଲିମ ଶିବିର ଚାଲିଛି। ଏହି ଶିବିର ଗୁଡ଼ିକରେ ଯୁବକମାନଙ୍କୁ କେବଳ ଧାର୍ମିକ କିମ୍ବା ଆଦର୍ଶଗତ ତାଲିମ ବ୍ୟତୀତ ଶାରୀରିକ ଏବଂ ବୈଷୟିକ ତାଲିମ ମଧ୍ୟ ଦିଆଯାଉଛି। ସାମ୍ନାକୁ ଆସିଥିବା କିଛି ଫଟୋରେ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ରାଣା ମହମ୍ମଦ ଅସଫାକ ଏକ ସୁଇମିଂ ପୁଲରେ ପହଁରୁଥିବାର ଦେଖାଯାଉଛି। ସୂତ୍ର ଅନୁଯାୟୀ ତାର ନେତୃତ୍ୱରେ ଆତଙ୍କବାଦୀମାନଙ୍କୁ ପାଣିରେ ତାଲିମ ଦେବା, କଷ୍ଟକର ପରିସ୍ଥିତିରୁ ରକ୍ଷା ପାଇବା ଏବଂ ଆତଙ୍କବାଦୀ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେବା ପାଇଁ ପହଁରିବା ଶିଖାଯାଉଛି। ଏହା ବ୍ୟତୀତ ପାକିସ୍ତାନର ଅନେକ ସହରରେ ଆତଙ୍କବାଦୀମାନଙ୍କୁ ଜୁଡୋ, କରାଟେ, ଟାଇକୋଣ୍ଡା, କୁସ୍ତି ଏବଂ ଶାରୀରିକ ବ୍ୟାୟାମ ତାଲିମ ଦିଆଯାଉଛି। ଭିଡିଓ ଗୁଡ଼ିକରେ ଆତଙ୍କବାଦୀମାନେ ମାର୍ଶାଲ ଆର୍ଟ କୌଶଳ ଶିଖୁଥିବା, ଯୁଦ୍ଧାଭ୍ୟାସ କରୁଥିବା ଏବଂ କଠୋର ଶାରୀରିକ ବ୍ୟାୟାମ କରୁଥିବା ଦେଖାଯାଉଛି। ଏହି ତାଲିମର ଉଦ୍ଦେଶ୍ୟ ହେଉଛି ଭାରତ ବିରୋଧରେ ଆକ୍ରମଣ ପାଇଁ ଯୁବ ଆତଙ୍କୀଙ୍କୁ ପ୍ରସ୍ତୁତ କରିବା। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଲସ୍କର ଏବେ କେବଳ ଶାରୀରିକ ଶକ୍ତି ଉପରେ ନୁହେଁ, ବରଂ ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପରେ ମଧ୍ୟ ଧ୍ୟାନ ଦେଉଛି। ଦକ୍ଷତା ବିକାଶ ନାମରେ ମହିଳାଙ୍କୁ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଉପରେ ତାଲିମ ଦିଆଯାଉଛି। ଏଥିପାଇଁ ପାକିସ୍ତାନ ସେଣ୍ଟ୍ରାଲ ମୁସଲିମ ଲିଗ୍ ବିଭିନ୍ନ ସହରରେ ସ୍ୱତନ୍ତ୍ର ତାଲିମ ଶିବିର ପରିଚାଳନା କରୁଛି। ଏହି କାର୍ଯ୍ୟକ୍ରମରେ ମହିଳାମାନେ ସର୍ବାଧିକ ଅଂଶଗ୍ରହଣ କରୁଥିବାର ସୂଚନା ମିଳିଛି। ସେମାନଙ୍କୁ ନୂତନ ପ୍ରଯୁକ୍ତିବିଦ୍ୟା, ଡିଜିଟାଲ ଉପକରଣ ଏବଂ ଏଆଇ ସମ୍ବନ୍ଧୀୟ ସୂଚନା ଦିଆଯାଉଛି। ବ୍ୟୁରୋ ରିପୋର୍ଟ, ସୋନା ନ୍ୟୁଜ୍।